ବାରରେ ପୁଣି ଭାରତ ବନ୍ଦ ଡାକରା। ଜାଣନ୍ତୁ କଣ ରହିବ ଖୋଲା ଏବଂ କଣ ବନ୍ଦ। ପୁଣି ଭାରତ ବନ୍ଦର ଡାକରା ଦିଆଯାଇଛି। ପୁଣି ଅଖୋଚକ ଜାମ୍ ହେବ। ଏନେଇ ବଡ଼ ଖବର ସାମ୍ନାକୁ ଆସିଛି। ଭାରତ ବନ୍ଦକୁ ନେଇ ଏବେ ଦେଶରେ ଜୋର ଧରିଛି ଚର୍ଚ୍ଚା, ଯାହାକୁ ନେଇ ସାଧାରଣ ଜନତା ଦ୍ୱନ୍ଦ୍ୱରେ ରହିଛନ୍ତି। ପ୍ରକୃତରେ ଭାରତ ବନ୍ଦର ଡାକରା କିଏ ଦେଇଛନ୍ତି, କାହିଁକି ଦେଇଛନ୍ତି, କଣ ଦାବି ରହିଛି, ଏ ତମାମ ପ୍ରଶ୍ନ ଏବେ ଜନତାଙ୍କ ମନରେ ରହିଛି। ସୂଚନା ଯେ ଆସନ୍ତା ଫେବୃଆରୀ 12 ତାରିଖରେ ଭାରତ ବନ୍ଦର ଡାକରା ଦିଆଯାଇଛି। ଏହା ପଛରେ ବଡ଼ କାରଣ ମଧ୍ୟ ରହିଛି। କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନ ଦ୍ୱାରା କୃଷକ ସଂଗଠନ ଗୁଡ଼ିକର ଦୃଢ଼ ସମର୍ଥନ। ଦେଶବ୍ୟାପୀ ଧର୍ମଘଟ ଡାକରା ଦିଆଯାଇଛି। ଫେବୃଆରୀ 12 ତାରିଖ ଅର୍ଥାତ୍ ଗୁରୁବାର ଭାରତରେ ବ୍ୟାପକ ବାଧା ଉପୁଜିବାର ସମ୍ଭାବନା ରହିଛି। ଏହି ଧର୍ମଘଟ ବିଭିନ୍ନ ରାଜ୍ୟର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବ ବୋଲି ଆଶା କରାଯାଉଛି, ଯାହା ବ୍ୟାଙ୍କିଂ ସେବା, ପରିବହନ ଏବଂ ସାଧାରଣ ବ୍ୟବସାୟିକ କାର୍ଯ୍ୟକଳାପକୁ ପ୍ରଭାବିତ କରିବ। ବିଶେଷ କରି ସରକାରୀ କ୍ଷେତ୍ର ପ୍ରତିଷ୍ଠାନ ଗୁଡ଼ିକ ପ୍ରଭାବିତ ହୋଇପାରେ। ତେଣୁ ଦର୍ଶକ ବନ୍ଧୁ, ଯଦି ଆପଣଙ୍କର କୌଣସି ବ୍ୟାଙ୍କ କିମ୍ବା ସରକାରୀ କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ କାମ ଅଛି ଏବଂ ଆପଣ ଏହାକୁ ଫେବୃଆରୀ 12 ତାରିଖରେ ସମାପ୍ତ କରିବାକୁ ଯୋଜନା କରୁଛନ୍ତି, ତେବେ ଆପଣ ଏହାକୁ ଶୀଘ୍ର ସମାପ୍ତ କରନ୍ତୁ କିମ୍ବା ପରବର୍ତ୍ତୀ ସପ୍ତାହ ପର୍ଯ୍ୟନ୍ତ ସ୍ଥଗିତ ରଖନ୍ତୁ। ଫେବୃଆରୀ 12 ତାରିଖରେ ଦେଶବ୍ୟାପୀ ଧର୍ମଘଟ ହେବାର ଯୋଜନା ରହିଛି।